ओं नमो भगवते वासुदेवाय। श्रीमद्भागवत दशम स्कंध द्वितीय अध्याय। शुक उवाच वंदई नृसिंह चरण कहिबि विष्णुर पुराण। शुक बोलंती शुण राये मंचे जन्मिले देवताए। भोज वंशरे उत्तपर्ण प्रतापी राजा सुरसेन। पूर्वे मथुरा पुरे थिला अनेक नृपति जिणिला। तेणु कटक मधुपुरी जहीं विजय नरहरि। से राजा गोविंद भक्त ताहार उग्र सेन सुत। देवक नामे तार भ्रात देवकी ताहार दुहित। रूपे कमला नोहे सरी से कन्या वसुदेव बरी। माया भियाण पद्मनाभ करंती विवाह उत्सव। विवाह कराई कन्यावर जावत मंगल व्यवहार। जन व्यवहारे से देवक अनेक देला जौतुक। चतुर शतहस्ती देला कंठे लंबाई रत्नमाला। 1800 रथ जूते अश्व से देला से ही मते। बेनी सतेक परिवारी देला से अलंकार भरी। बाजई भेरी तुरी वाद्य के कहू विभार आनंद। रथे बसाई कन्यावर नवरु होइले बाहार। कुसुम बरसंती घेनी मंगल कले देवध्वनि। हरि हरि बोल। उग्रसेनर कंस सुत देखिण होइला उसत। जाहार नामे देवे डरी चालन्ते कंपे वसुंधरी। शुद्ध सुवर्ण रथे बसी राजाए कंस को प्रशंसी। भगिनी प्रिय बंधु पणे रथरे बसिला आपणे। अश्व दौड़ी धरी करे रथ बाहिला धीरे धीरे। थकाए दूर रथ गला आकाशु शबद शुभिला। ता शुणी चाहिला गगने शबद शुभु अछि शून्य। रे रे असुर कंस शुण न जाणु आपणा मरण। जाहार बाहु अछु रथ तोते मारिबे तार सुत। अष्टम गर्भे अवतरी मही रखिबे तोते मारी। शुणी अंतरिक्ष वचन रथरु ओलाई बहन। करे उंचाई कर बाळ धइला देव किर चूड़। बोलई भल ए विचार कुमारी काळू या कुमार। मुळु माइले जीव देवंक संगे किंपा कली। अधर चापी रोसे चाहे कंपई देव किर काए। कंस को वसुदेव चाही भय चिंतई भावग्राही। कंसर भुज करे धरी बोलई शुण दंडधारी। तू अटु महत पुरुष संसारे अछि तोर जस। धार्मिक बोलंती सकले
ଦେବକୀ ମାରୁ କିମ୍ପା ହେଳେ ବିଭାର କାଳେ ଏଡ଼େ କର୍ମ କେମନ୍ତେ ସହିବଟି ଧର୍ମ ଦେହର ସଙ୍ଗେ ମୃତ୍ୟୁ ଜାତ ନାହିଁ ଏହାର ଆଦି ଅନ୍ତ ବାଳକ ସ୍ଥବିର ତରୁଣ ଅବଶ୍ୟ ଲଭିବେ ମରଣ ଦେହ ବହିଲେ ନିଶ୍ଚୟ ମରି ମରଣ ଛାରେ କିମ୍ପା ଡରି ଏ ଜୀବ ମରଣ ନିକଟେ ବେଗେ ଚିନ୍ତଇ ଅନ୍ୟ ଘଟେ ଏହାର କଲା କର୍ମ ମାନ ତେଣୁ ହୁଅନ୍ତି ସାବଧାନ କର୍ମର ବଶ ହୋଏ ଜନ୍ତୁ ଜନ୍ମ ମରଣ କର୍ମ ହେତୁ ଯୋକ ଯେ ଏକ ଚରଣେ ଯେ ସନେ ସଞ୍ଚରଇ ତୃଣେ ଜୀବ ଯେ କର୍ମେ ସଞ୍ଚରଇ ଜନ୍ମ ମରଣ ନାମ ବହି ନିଦ୍ରାରେ ଯେ ସନେ ସ୍ୱପନ ଦକ୍ଷିଣ ପାଶୋରଇ ମନ ଦେହରେ ଥାଇ ଯେତେ କରି ଜୀବ ଛାଡ଼ିଲେ ତା ପାଶୋରି କରଇ ପରଲୋକ ଭୋଗ ପୁଣି ହିଁ ରଜ ବୀର୍ଯ୍ୟ ଯୋଗ ଜନ୍ମିଣ ପାଶୋରଇ ତାହା ଏମନ୍ତ ନାଦିର ମାୟା ଏକଇ ପୁରୁଷ ମୁରାରୀ ସକଳ ଘଟେଛନ୍ତି ପୁରୀ ସତେକ ଜଳ ଘଟ ଥୋଇ ଚାହିଁଲେ ଆକାଶ ଦିଶଇ ପୁଣି ହିଁ କଲେ ଏକ ଗୋଟି ତହିଁ ଆକାଶ ଥାଏ ଘୋଟି ଆକାଶ ନୁହଁ ଇଟି ଭିନ୍ନ ନାଶ ହୁଅନ୍ତି ଘଟମାନ ଏମନ୍ତ ଆତ୍ମାର ବିବେକ ଏହା ଜାଣନ୍ତି ଜ୍ଞାନୀ ଲୋକ ତୁଅଟୁ ମହତ ପୁରୁଷ କିମ୍ପା ଭଉଣୀ କରୁନାଶ ଜୀବ ମାରନ୍ତି ଆତ୍ମା ସୁଖେ ଅନ୍ତେ ହିଁ ପଡ଼ନ୍ତି ନରକେ ସାନ ଭଉଣୀ ତୋହର ଏହାକୁ ରକ୍ଷା କର ବୀର ସୁକ ବୋଲନ୍ତି ଶୁଣରାଏ ଅସୁର ସ୍ୱଭାବେ ନିର୍ଦୟେ ଧର୍ମ ବଚନ ନ ଶୁଣଇ ବିଶେଷେ ତାର ଜ୍ଞାନ ନାହିଁ ବିଣୋଇ ବୋଲ ନ ଶୁଣିଲା ପୁଣି ହିଁ ହାଣି ବିବୋଇଲା ଦେଖିବ ସୁଦେବ ବିଚାରି କାନ୍ଦିଣ ସୁମରେ ମୁରାରି ପୁଣି ବିଚାରୁ ଅଛି ମନେ ଦେବକୀ ରଖିବି କେଶନେ କେଶ ହୁଏ ହାର ବିକଳ ରଖିବି ଲାଭ ଦେଇ ମୂଳ କିବା ନହୁଣୁ ମୋର ସୁତ କଂସ ହୋଇବ ପ୍ରାଣେ ହତ କିବା ନୋହିବ ମୋର ପୁଅ ଜାଣନ୍ତି ପ୍ରଭୁ ଦେବରାୟ ଏମନ୍ତେ ମନେ ବିଚାରିଲା କଂସର ମୁଖକୁ ଚାହିଁଲା ହରି ହରି ବୋଲ ବୋଲନ୍ତି ଶୁଣ ବୀର କଂସ ଛାଡ଼ ତୁ ଭଉଣୀର କେଶ ଏହାର ସୁତ ତୋତେ ମାରି ଏ ତୋର ନୁହଁ ବୈରୀ ଏ ଯେତେ ଶିଶୁ ପ୍ରସବିବ ତୋର ନିକଟେ ଦେବୀ ସର୍ବ ତୁ ଅଟୁ ପୁରୁଷ ମହତ ଏ ମୋର ତିନିବାର ସତ୍ୟ ଶୁଣନ୍ତୁ ଦଶ ଦିଗ ଲୋକେ ଏଠାରେ ଅଛନ୍ତି ଯେ ଥୋକେ ଏ କଥା ମୋହର ପ୍ରମାଣ ଏଥକୁ ସାକ୍ଷୀ ନାରାୟଣ ବସୁଦେବର ବୋଲ ଶୁଣି କଂସ ହିଁ ମନେ ମନେ ଗୁଣି ବିଚାରି ମଣିଲା ବିଶ୍ୱାସ ଛାଡ଼ିଲା ଦେବକୀର କେଶ ଆନନ୍ଦ ହୋଇ ସର୍ବଜନେ ଗଲେ ସେ ଯେ ଯାହା ଭୁବନେ କେତେ ହେଁ ଦିନ ତହିଁ ଗଲା ଦେବକୀ ଗର୍ଭ
ଗର୍ଭ ଉପୁଜିଲା ବରଷ ବରଷକେ ସୁତ ହୋଇଲା ଏକଇ ଦୁହିତ ପ୍ରଥମେ ହୋଇଲା ତନଏ ରୂପେ ମୋହିଲା କାମ ପ୍ରାଏ ସୁତକୁ ଦେଖି ବସୁଦେବ ବିକଳେ ଚିନ୍ତଇ ମାଧବ ଏ ସୁତ ଦେବଇ କେମନ୍ତେ ସତ୍ୟ ଯେ କରିଛି ଯୁକତେ ଦେବକୀ ମୁଖକୁ ଚାହିଁଲା हा कृष्ण बोली डाक देला हरि हरि बोल कोଳରେ ଘେନିଲା ତନୟ ହୋଇଲା ହରସ ବିସ୍ମୟ କଂସର ସଭାରେ ମିଳିଲା ବାଳକ ତଳେ ଶୁଆଇଲା ଦେଖି ଚକିତ ସଭାଜନେ କଂସ ବିଚାରୁ ଅଛି ମନେ ଏତନୁ ହଇ ମୋ ବୈରୀ ଅଷ୍ଟମ ଗର୍ଭ ମୋତେ ମାରି ଏହାର ମଣିଲି ମୁଁ ସତ୍ୟ ନେଉ ଏହାର ନିଜ ସୁତ ହସିଣ ବସୁଦେବ ଚାହିଁ କହଇ ବିଶ୍ୱାସ କରାଇ ତୋହରେ ମଣିଲି ମୁଁ ସତ୍ୟ ନିୟ ତୋହର ନିଜ ସୁତ ଶୁଣି ବସୁଦେବ ଚକିତେ କଂସକୁ ନ ଯାଇ ପରତେ କ୍ଷଣକେ ରହିଣ ବିଚାରି ପୁଣି କୁମର କୋଳେ ଧରି ବାଟରେ କରଇ ବିଚାର ଦୁଷ୍ଟ ଦାନବ ଦୁରାଚାର ଏବେ ମୁଁ ନେବି ବାହୁଡ଼ାଇ ପୁଣି ମାରିବ କଂସ ନେଇ ଦେବକୀ କଷ୍ଟ ହେବ ବଡ଼ କିସ କରିବି ମୁହିଁ ରାଢ଼ ହରିଭି ଆଣ କଲେ ଯାହା ଅବଶ୍ୟ ଭୁଞ୍ଜିବି ନା ତାହା ଏମନ୍ତେ ଦୁଃଖେ ସୁଖେ ଯାଇ ଦେବକୀ ନିକଟେ ମିଳଇ ସୁତକୁ ଦେଲା ତାର କୋଳେ କାନ୍ଦଇ ମାୟା ମୋହ ଭୋଳେ ବିଚ୍ଛେଦ ଦୁଃଖ ମାତା ଚିତ ପୁତ୍ରକୁ ପାଇଣ ଉସତ ନିବିଡ଼ ସ୍ନେହ କୋଳେ ଯାକି ଆନନ୍ଦ କେ ପାରିବ ଲକ୍ଷୀ ରଜନୀ ହୋଇଲା ପ୍ରବେଶ ମିଳିଲା ଅନ୍ତପୁରେ କଂସ ଶୀତଳ ମଣୋହି ସାରିଲା ସୁଖେ ପଲଙ୍କେ ବିଜେ କଲା ତକ୍ଷଣେ ମିଳିଲେ ନାରଦ ଆନନ୍ଦେ କଲେ ବୀଣାନାଦ ଦେଖିଣ ତେଜିଲା ଶୟନ ପ୍ରଣାମ କଲା କବହନ ନିଜ ଆସନେ ବସାଇଲା ବିଶ୍ୱାସେ ଚରଣ ଚାପିଲା ଭକତି ଦେଖିଣ ନାରଦ କହନ୍ତି ଶୋକ ଗଦ ଗଦ ଶୁଣ ଅସୁର ଚୂଡ଼ାମଣି ତୋର ମରଣ ମୁହିଁ ଶୁଣି ତୋ ଦୁଃଖ ଦେଖି ମୁଁ ବିକଳ ଦେଖ ନୟନେ ଅଶ୍ରୁ ଜଳ ଶୁଣ ଦାନବ ଶିରୋମଣି ତୋର ମରଣ ତଥ୍ୟବାଣୀ ଭୂମିର ଦେଖିଣ ବିକଳ ଗୁହାରି କଲେ ଦେବ ବଳ ବ୍ରହ୍ମାର ତୁଲେ ଶୂଳ ପାଣି କ୍ଷୀର ସମୁଦ୍ରେ ସ୍ତୁତି ଭଣି ବ୍ରହ୍ମାଙ୍କୁ କହିଲେ ଅନନ୍ତ ମନୁଷ୍ୟ ହୋଇବି ମୁଁ ଜାତ ମାରିବି ସକଳ ଅସୁର ନାସିବି ଅବନୀର ଭାର ହେମନ୍ତ କୂଟ କଥା ମାନ ଭିଆଣ କଲେ ଦେବଗଣ ଦେବକୀ ଅଷ୍ଟମ ଗର୍ଭର ନିଶ୍ଚୟ ମରଣ ତୋହର ବ୍ରହ୍ମାର ବଚନେ ମୁରାରୀ ମାୟା ମନୁଷ୍ୟ ରୂପ ଧରି ତୋତେ ମାରିବେ ସେ ଅନନ୍ତ ତୁ କିମ୍ପା ହୋଇଲୁ ନିଶ୍ଚିନ୍ତ ଦେବେ ଉପୁଜିଛନ୍ତି ଅଂଶେ
ଗୋପାଳ ଯଦୁ ଭୋଜ ବଂଶେ ନନ୍ଦ ଯଶୋଦା ଆଦି ଯେତେ କହିବି ଏକେ ଏକେ କେତେ ଦେବକୀ ଦେବୀ ବସୁଦେବ ଏ ଆଦି ଯେତେ ଯାଦବ ତୋହର ଯେତେ ସେବକ ଦେବତା ମାନେ ଏଟି ଦେଖ ତୁ ଯହୁଁ ଦୁଷ୍ଟ ପଣ କଲୁ କି ବୋଲି ବାଳକ ଛାଡ଼ିଲୁ କଂସ ବୋଇଲା ବ୍ରହ୍ମଚାରୀ ଅଷ୍ଟମ ଗର୍ଭ ମୋ ବୈରୀ ଆବର ଯେତେ ଗର୍ଭ ଶୀଷ ତହିଁ ମୋ ପ୍ରୟୋଜନ କିସ କଂସର ଶୁଣି ଏ ଉତ୍ତର ମୁନି କାଟିଲେ ଅଷ୍ଟଗାର ପ୍ରଥମେ ଗଣିଲେ କ8 ଛନ୍ଦେଣ ବୁଝାଇଲେ ପାଠ ବାମ ଭାଗକୁ ଲେଉଟାଇ ପୁଣି ଗଣିଲେ ପାଠ କହି ଯେଝାର ଠାରୁ 8 ହନ୍ତି ଶୁଣ ହୋ ଅସୁର ନୃପତି ଏହା ଛାଡ଼ିଲେ କେଉଁ ଯଶ ଏଣେ ହୋ ପ୍ରୟୋଜନ କିସ ଏହା ତୁ ନ କଲେ ବିଚାର ନିକଟେ ମରିବୁ ଅସୁର କଂସକୁ କରାଇ ଉଚାଟ ନାରଦ ଗଲେ ଶୂନ୍ୟ ବାଟ ହେମନ୍ତ ମୁନି ବାକ୍ୟ ଶୁଣି କଂସ ହିଁ ମନେ ମନେ ଗୁଣି ଦୁଃଖେ ରଜନୀ ପୁହାଇଲା ନିଜ ସଭାରେ ବିଜେ କଲା ହରି ହରି ବୋଲା ଅସୁର ବଳ ଘେନି ସଙ୍ଗେ ଧାଇଲା ପବନ ହୁଁ ବେଗେ ଦେବକୀ ମନ୍ଦିରେ ମିଳିଲା କୋପେ ଅଧର କାମୋଡ଼ିଲା ଦେବକୀ ମୁଖ କୁଅ ନାଇଁ ବୋଲଇ କୋପ ଭର ହୋଇ ତୁ ଅଟୁ ଭଉଣୀ ମୋହର ମୋର ମରଣେ ତୋ ବିଚାର ମୁଁ ଏହା ଜାଣିବି କେମନ୍ତେ ଭିଣୋଇ ବୋଲେ ଗଲି ପ୍ରତେ ଏମନ୍ତେ ଅନେକ ବୋଇଲା କୋଳୁ ବାଳକ ଘେନି ଗଲା ବେନି ଚରଣ କରେ ଧରି ବୁଲାଇ ଅନ୍ତରାଳ କରି କୋପେ ଅନେକ ଗାଳି ଦେଲା ଶିଳା ଉପରେ କଚାଡ଼ିଲା ଦେବକୀ ବସୁଦେବ ଆଣି ବନ୍ଧନ କଲା ପାଦ ପାଣି ମାଡ଼ ମରାଇ ମହାରୋଷେ ପାଦେ ଭରିଲା ଲୌହ ପାଶେ ଧନ ସମ୍ପଦ କଲା ଜୁର ଆଣି ଭରିଲା ବନ୍ଦୀ ଘର 7 କବାଟ ମହାବଳ ଲୌହ କିଳିଣୀ ଅନର୍ଗଳ ପ୍ରହରୀ ସତେ କଜଗାଇ କହି ରୋଷ ଭର ହୋଇ ଦେବକୀ ଯେତେ ପ୍ରସବିବ ମୋର ଛାମୁରେ ଜଣାଇବ ଯେ ମୋର ବୋଲନ କରିବ ସେହି ମୋହର ଶତ୍ରୁ ହେବ ନିଜ ପିଅର ଅଣାଇଲା ଅନେକ ମାଡ଼ ମରାଇଲା ସାଙ୍ଖୋଳି ଦେଲା ବନ୍ଦୀ ଘରେ ଅନେକ ଯାଦବ ସଙ୍ଗରେ ଅସୁର ସ୍ୱଭାବେଣ କଂସ ମାଇଲା ଆପଣାର ବଂଶ କୋପ ସଂହରି ନିଜ ପୁରେ ଅସୁର ପଶିଲା ଭିତରେ କଂସ ଜାଣଇ ଯୋଗ ବଳେ ମୁଁ ଜାତ ଦାନବର କୂଳେ ଅନେକ ବାର ମୋତେ ମାରି ମୁଖ୍ୟ ନ ଦେଲେ ନର ହରି ଏବେ ମାରିବ ହରି ମୋତେ ଭାଗ୍ୟ ମୋକେ କରିବ ଅନ୍ତେ ହେମନ୍ତ ମନେ ବିଚାରିଲା ଯଦୁଙ୍କ ସଙ୍ଗେ ବାଦ କଲା ଶୁଣ ସୁଜନେ ଭାଗବତ କୃଷ୍ଣ ଚରଣେ ଦେଇଛି ତ ପଣ୍ଡିତେ ନ ଘେନିବା ଦୋଷ କୃଷ୍ଣ ଚରିତ ସୁଧାରସ କହିବି ପ୍ରଜଗନ୍ନାଥ ହରିଚରଣେ ଦେଇଛି ତ କହିବି ପ୍ରଜଗନ୍ନାଥ ହରିଚରଣେ ଦେଇଛି ତ ହରି ହରି ବୋଲ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ संहितायां दशमस्कन्धे पूर्वार्धे श्रीकृष्ण अवतार उपक्रमे नाम 2य अध्याय।